ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ପ୍ରଥମ ପ୍ରଶ୍ନ, ମନୁଷ୍ୟକୁ କେଉଁ ସମସ୍ୟା ହେଲେ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ ପ୍ରତିଟି ପ୍ରଶ୍ନରେ 4ଟି ଅପସନ ରହିଛି। ଏହାର ଆନ୍ସର ଯଦି ଆପଣମାନେ ଜାଣିଥିବେ କମେଣ୍ଟ ବକ୍ସରେ ନିଶ୍ଚୟ କମେଣ୍ଟ କରି ଜଣେଇବେ। ଅପସନ ଏ ପେଟ ଯନ୍ତ୍ରଣା, ଅପସନ ବି ଅର୍ଶ, ଅପସନ ସି ଗଣ୍ଠି ରୋଗ, ଅପସନ ଡି ବ୍ଲଡ ପ୍ରେସର। ଦର୍ଶକ ବନ୍ଧୁ, ଏହାର ସମୟଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହାର ସଠିକ ଆନ୍ସର ଅପସନ ସି ଗଣ୍ଠି ରୋଗ। ଦର୍ଶକ ବନ୍ଧୁ, ମନୁଷ୍ୟକୁ ଗଣ୍ଠି ରୋଗ ସମସ୍ୟା ହେଲେ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ଅଧିକା କ'ଣ ଖାଇବା ଦ୍ୱାରା ମନୁଷ୍ୟକୁ କିଡନୀ ଉପରେ ବିପଦଜନକ ପ୍ରଭାବ ପଡ଼ିଥାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଅପସନ ଏ ଚିନି, ଅପସନ ବି ଲୁଣ, ଅପସନ ସି ମହୁ, ଅପସନ ଡି ଘିଅ। ଦର୍ଶକ ବନ୍ଧୁ, ଏହାର ସମୟଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହାର ସଠିକ ଆନ୍ସର ଅପସନ ଏ ଚିନି। ଦର୍ଶକ ବନ୍ଧୁ, ଅଧିକ ଚିନି ଖାଇବା ଦ୍ୱାରା ମନୁଷ୍ୟକୁ କିଡନୀ ଉପରେ ବିପଦଜନକ ପ୍ରଭାବ ପଡ଼ିଥାଏ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ଛାତିରେ କଫ ଜମା ହେଲେ କ'ଣ ଖାଇଲେ ଶୀଘ୍ର ବାହାରିଯାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଅପସନ ଏ ଲବଙ୍ଗ, ଅପସନ ବି ଚିନି, ଅପସନ ସି ଡାଲଚିନି, ଅପସନ ଡି ଗୁଡ଼। ଦର୍ଶକ ବନ୍ଧୁ, ଏହାର ସମୟଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହି ପ୍ରଶ୍ନର ସଠିକ ଆନ୍ସର ଅପସନ ଡି ଗୁଡ଼। ଛାତିରେ କଫ ଜମା ହେଲେ ଗୁଡ଼ ଖାଇଲେ ଶୀଘ୍ର ବାହାରି ଯାଇଥାଏ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ଶୋଇବା କେତେ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇଲେ ରାତିରେ ଭଲ ନିଦ ହୋଇଥାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଅପସନ ଏ 2 ଘଣ୍ଟା, ଅପସନ ବି 3 ଘଣ୍ଟା, ଅପସନ ସି 4 ଘଣ୍ଟା, ଅପସନ ଡି 5 ଘଣ୍ଟା। ଦର୍ଶକ ବନ୍ଧୁ, ଏହାର ସମୟଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହାର ସଠିକ ଆନ୍ସର ଅପସନ ବି 3 ଘଣ୍ଟା। ଦର୍ଶକ ବନ୍ଧୁ, ଶୋଇବାର 3 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ପ୍ରତିଦିନ କେଉଁ ଶାଗ ଖାଇଲେ ଡାଇବେଟିସ୍ ରୋଗ କଣ୍ଟ୍ରୋଲ ହୋଇଥାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଯଦି ଏହି ପ୍ରଶ୍ନର ଆନ୍ସର ଜାଣିଥିବେ କମେଣ୍ଟ ବକ୍ସରେ ନିଶ୍ଚୟ କମେଣ୍ଟ କରି ଜଣେଇବେ। ଅପସନ ଏ ସଜନା ଶାଗ, ଅପସନ ବି ପାଳଙ୍ଗ ଶାଗ, ଅପସନ ସି ପୋଇ ଶାଗ, ଅପସନ ଡି ସୁନସୁନିଆ ଶାଗ। ଏହାର ଟାଇମଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହି ପ୍ରଶ୍ନର ସଠିକ ଆନ୍ସର ଅପସନ ବି ପାଳଙ୍ଗ ଶାଗ। ପ୍ରତିଦିନ ପାଳଙ୍ଗ ଶାଗ ଖାଇଲେ ଡାଇବେଟିସ୍ ରୋଗ କଣ୍ଟ୍ରୋଲ ହୋଇଥାଏ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ରାଷ୍ଟ୍ରୀୟ ପକ୍ଷୀ ଦିବସ କେଉଁ ଦିନ ପାଳନ କରାଯାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଅପସନ ଏ ନଭେମ୍ବର 2, ଅପସନ ବି ନଭେମ୍ବର 12, ଅପସନ ସି ନଭେମ୍ବର 22, ଅପସନ ଡି ନଭେମ୍ବର 15। ଦର୍ଶକ ବନ୍ଧୁ, ଏହାର ସମୟଟି ଏବେ ଆରମ୍ଭ ହେଉଛି। ଏହି ପ୍ରଶ୍ନର ଟାଇମଟି ଶେଷ ହୋଇସାରିଛି। ଏବେ ଦେଖିବା ଏହାର ସଠିକ ଆନ୍ସର କ'ଣ ଅଛି। ଏହାର ସଠିକ ଆନ୍ସର ଅପସନ ବି ନଭେମ୍ବର 12। ରାଷ୍ଟ୍ରୀୟ ପକ୍ଷୀ ଦିବସ ନଭେମ୍ବର 12 ଦିନ ପାଳନ କରାଯାଏ। ଦର୍ଶକ ବନ୍ଧୁ, ଏବେ ଚାଲନ୍ତୁ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପ୍ରଶ୍ନ, ପ୍ରତିଦିନ ସକାଳେ କ'ଣ ପିଇଲେ ବ୍ଲଡ ପ୍ରେସର କଣ୍ଟ୍ରୋଲ ହୋଇଥାଏ? ଦର୍ଶକ ବନ୍ଧୁ, ପ୍ରଶ୍ନଟି ଆଉଥରେ କହି ରଖୁଛି। ପ୍ରତିଦିନ ସକାଳେ କ'ଣ ପିଇଲେ ବ୍ଲଡ ପ୍ରେସର କଣ୍ଟ୍ରୋଲ ହୋଇଥାଏ? ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ 4ଟି ଅପସନ ରହିଛି। ଅପସନ ଏ ଚା, ଅପସନ ବି କ୍ଷୀର, ଅପସନ ସି ଲେମ୍ବୁ ପାଣି, ଅପସନ ଡି ପଇଡ଼ ପାଣି। ଦର୍ଶକ ବନ୍ଧୁ, ଏହାର ଆନ୍ସର ଯଦି ଆପଣମାନେ ଜାଣିଥିବେ କମେଣ୍ଟ ବକ୍ସରେ ନିଶ୍ଚୟ କମେଣ୍ଟ କରି ଜଣେଇବେ।
एहार टाइम टी एबे आरंभ होची। यही प्रश्नर टाइम टी शेष हो सारी। दर्शक बंधु यार आंसर जानिबा पूर्व मो चैनल ले नुआ थिले चैनल को सब्सक्राइब करी पाखरे थिया बेल आइकन को दाबी देबे एवं वीडियोटी भल लगी वीडियो गोटे छोटिया लाइक कर देबे। दर्शक बंधु एबे देखिबा यार सठिक आंसर कौन अछि। यार सठिक आंसर ऑप्शन डी पइड पानी। प्रतिदिन सकाळे पइड पानी पीले ब्लड प्रेशर कंट्रोल होई थाए। दर्शक बंधु एबे मु रहउची देखाबो नेक्स्ट वीडियो रे। जय जगन्नाथ।